ସେଦିନ କାଳ ବୈଶାଖୀ ପାଇଁ ଖଟିରେ ଏକତ୍ରିତ ହୋଇପାରି ନଥିଲେ ତିନି ବନ୍ଧୁ। ତିନି ଜଣ ଯାକ ଏବେ ବୃତ୍ତିଗତ ଜୀବନରୁ ଅବସର ନେଇ ସାରିଲେଣି। ଧୀରେ ଧୀରେ ବୟସ ବି ଅପରାହ୍ନର ଖରା ପରି ମଉଳି ଆସିଲାଣି। ତଥାପି ଖଟିକୁ ଦିନେ ନ ଆସିଲେ କାହାରି ମନ ବୁଝେ ନାହିଁ। ତିନି ଜଣ ପରସ୍ପରକୁ ଟିକେ ନ ଦେଖିଲେ କି ଭେଟ ଆଳାପ ନ କଲେ ରହିପାରନ୍ତି ନାହିଁ। ଏଣୁ ଯେତେ ଯାହା ହେଲେ ବି ସଠିକ୍ ସମୟରେ ଖଟି ସ୍ଥାନରେ ଉପସ୍ଥିତ ହେବାର କେହି ବି ହେଳା କରନ୍ତି ନାହିଁ। ଭଜମୋହନ ବାବୁ ସଚିବାଳୟରେ କିରାନୀ ଥିଲେ। ଖୁବ୍ ଖାତିରିଆ ବାବୁ ଭାବେ ତାଙ୍କର ଗୋଟେ ରୀତିମତ ପରିଚୟ ଥିଲା ରାଜଧାନୀରେ। ଏବେ ଅବସର ଜୀବନଟା ଯେମିତି ମରୁଭୂମି ସଦୃଶ ମନେ ହେଉଛି। ଅନ୍ୟ ଦୁଇ ବନ୍ଧୁ ସମୀର ବାବୁ ଓ ମହେଶ ବାବୁଙ୍କୁ ଭଜମୋହନ ବାବୁ କୁହନ୍ତି, ମୋ ପୁଅ ଏବେ ଆମେରିକାର ନାମୀ ଦାମୀ କମ୍ପାନୀର ହେଡ୍ HR ଅଛି। କମ୍ପାନୀ କ'ଣ ଛୁଟି ଦେଉଛି କି? ନାତି ନାତୁଣୀ ବି ସେଠି ଦାମୀ ସ୍କୁଲରେ ପଢ଼ୁଛନ୍ତି। ଭଜମୋହନ ବାବୁ ଏମିତି ପଦେ ଅଧେ କହିଦେଇ ଗର୍ବ ଅନୁଭବ କରନ୍ତି ସିନା, ହେଲେ ମନ ଭିତରରେ ସେଇ ଜମାଟ ବନ୍ଧା କୁହକୁ ଛାତି ଭିତରେ ଚାପି ରଖିବା ପରି ଲାଗନ୍ତି। ସମୀର ବାବୁ ଓ ମହେଶ ବାବୁ କହନ୍ତି, ସତରେ ଭଜମୋହନ ବାବୁ ଆପଣ ବଡ଼ ଭାଗ୍ୟବାନ ଲୋକ। ପୁଅକୁ ମଣିଷ ଭଳି ମଣିଷ କଲେ। ପୁଅ ଏବେ ଆମେରିକାରେ। ଆପଣ ଚାହିଁଲେ ଫ୍ଲାଇଟ୍ ଚଢ଼ି ଆମେରିକା ଯାଇପାରିବେ ଆଉ ଆକାଶରେ ଉଡ଼ିବାର ମଜା ଅନୁଭବ କରିପାରିବେ। ହେଲେ ଆମର ଭାଗ୍ୟ କଥା ଛାଡ଼, ପୁଅମାନେ କେଉଁ ପ୍ରାଇଭେଟ୍ ସେକ୍ଟରରେ କାମ କରୁଛନ୍ତି ଯେ ଘର ଚଳିବାକୁ ତାଙ୍କ ଦରମା ଅଣ୍ଟୁ। ଆମ ପେନସନକୁ ବି ତାଙ୍କର ଆଖି। କ'ଣ କହିବୁ ଆଉ? ଆମ ମନ ଭିତର କୁହକୁ କ'ଣ ବଖାଣି ହେଉଛି ନା ଦେଖେଇ ହେଉଛି। ପତ୍ର ଝଡ଼ା ଦେଇଥିବା ଥୁଣ୍ଟା ଗଛଟିଏ ପରି ଖରା ବର୍ଷା ଖାଇ ରାସ୍ତା କଡ଼ରେ ଠିଆ ହେଇଛୁ ସେମିତି। ତିନି ବନ୍ଧୁ କେବେ ଖଟି ପାର୍କରେ ତ କେବେ ସହର ମୁଣ୍ଡର ସେଇ ଶେଷ ମୁଣ୍ଡ ଚାହା ଦୋକାନରେ ବସନ୍ତି। ଚାହା ଦୋକାନୀ ମାଗୁଣୀ ବେଶୀ ଖୁସି ହୁଏ ଏମାନଙ୍କୁ ଦେଖି। ତାର ମନ ପୁରି ଉଠି। ସେ ବି ପାଲଟି ଯାଇଥାଏ ଖଟିର ଜଣେ ସ୍ଥାୟୀ ସଦସ୍ୟ। ଗାଉଁଲି ମଣିଷ ମାଗୁଣୀଟାଏ। ବହୁ ବର୍ଷ ଧରି ଚା ଦୋକାନଟିଏ କରିଛି ଏଠି। ଏମାନଙ୍କ ଆଲୋଚନାରୁ ଜୀବନର କିଛି କଥା ସେ ବୁଝିଛି। ତା ଦୋକାନ ବେଞ୍ଚରେ ବସି ଏମାନେ ଖବରକାଗଜ ପଢ଼ନ୍ତି ଓ ଦେଶ ଦୁନିଆ ବାବଦରେ ଆଲୋଚନା କରନ୍ତି। ସେ ଯେମିତି ଖାସ୍ ଏମାନଙ୍କ ପାଇଁ ହିଁ ଖବରକାଗଜ ମଗାଏ। ସେଦିନ ସକାଳୁ ପାଗଟା କାହିଁ ଟିକେ ନରମ ଲାଗୁଥାଏ। ମେଘଭର୍ତ୍ତି ଆକାଶ। ତିନୁ ବନ୍ଧୁ ବି ଉପସ୍ଥିତ। ମାଗୁଣୀ କହି ଉଠିଲା, ଆଜିର ଚା ମୋ ତରଫରୁ ଫ୍ରି। କାହାରିକୁ ପଇସା ଦେବାକୁ ପଡ଼ିବନି। ମୌସୀର ଆଗମନ ହୋଇଛି। ଦିନେ ଏମିତି ପାଗରେ ମୁଁ ଗାଁ ଛାଡ଼ି ସହରକୁ ଆସିଥିଲି ଜୀବିକା ପାଇଁ। ଉଷୁମ ଚା ତିନି କପ୍ ବଢ଼ାଇ ଦେଉ ଦେଉ ମାଗୁଣୀ ପୁଣି କହି ଉଠିଲା, ଭଜବାବୁ, ଆପଣଙ୍କ ପୁଅ ତ ଆମେରିକାରେ। ଆପଣ ଥରେ ଆମେରିକା ଯାଆନ୍ତୁ, ବୁଲି ଆସିବେ ଆଉ ଆମକୁ ଆସି ଏଠି ସେଠାକାର ଅନୁଭୂତି ଟିକେ କୁହନ୍ତୁ। ଆମେ ଶୁଣିବୁ, ବହୁତ ମଜା ଲାଗିବ। ଏତକ ଶୁଣିବା ଭିତରେ ଭଜମୋହନ ବାବୁଙ୍କୁ ଲାଗିଲା ଆକାଶରେ ଘୁଟି ଆସିଥିବା ମେଘଖଣ୍ଡମାନ ତାଙ୍କ ଉପରେ ସତେକି ଅଜାଡ଼ି ହୋଇପଡ଼ୁଛି। ଗାଁର ସେଇ ଅଧଭଙ୍ଗା କାନ୍ଥଟି ଯେମିତି ଦଲକାଏ ପବନରେ ଭୂମିସ୍ପର୍ଶ କରୁଛି। ମନର ବେଦନାକୁ କ'ଣ ଆଉ ସେ ବଖାଣିବେ? ଅସଲ କଥା ଶୁଣି ସାରିବା ପରେ ପୁଅଟାକୁ ଏମାନେ ଛି ଛାକର ନିଶ୍ଚୟ କରିବେ। ଜଣେ ବାପ କ'ଣ ଏସବୁ ସହିପାରିବ? ଅଗତ୍ୟା ଭଜମୋହନ ବାବୁ ବଡ଼ ବାଷ୍ପରୁଦ୍ଧ କଣ୍ଠରେ କହନ୍ତି, ଆରେ ମାଗୁଣୀ, ପୁଅ ମୋର ଗତ ବର୍ଷ ତା ବୋଉର ଶ୍ରାଦ୍ଧ ବାର୍ଷିକରେ ଆସିଥିଲା। କମ୍ପାନୀ ତ ଛୁଟି ଦେଉନି ପରା। କର୍ମ ସାରି ସେଇ ଦିନ ହିଁ ଫେରିଗଲା। ମୋତେ ସେ ବହୁତ ଅନୁରୋଧ କରିଥିଲା ତା ସହ ଯିବାକୁ। ମୁଁ ବି ଫ୍ଲାଇଟ୍ରେ ବସି ମଜା ନେଇଥାନ୍ତି। ହେଲେ ମୋ ପୁରୁଣା କାଶଟା ତ ମୋତେ ବେଦମ କରି ପକାଉଛି। ତ ଚା କପ୍ ଆଉ ଏ ବନ୍ଧୁଙ୍କୁ ଛାଡ଼ି ଯିବାକୁ ମନ କହିଲା। ଏଣୁ ମନା କରିଦେଲି। ପୁଅ ପଳେଇଲା। ଭଜମୋହନ ବାବୁ ବହୁ ବାଧ୍ୟବାଧକତାରେ ଏତକ କହିସାରିବା ପରେ ତାଙ୍କ ଆଖି କଣରୁ କେଇ ବୁନ୍ଦା ଅଶ୍ରୁ ଜକେଇ ଆସି ସମସ୍ତଙ୍କ ଅଲକ୍ଷ୍ୟରେ ଭୂମିସ୍ପର୍ଶ କରିସାରିଥିଲା। ହେଲେ ଚାହା ଦୋକାନର ଅନ୍ୟ ଗ୍ରାହକ ଓ ପଡ଼ୋଶୀ ଚିହ୍ନା ଲୋକଙ୍କ ଆଖିରେ ଭଜମୋହନ ବାବୁଙ୍କ ଖାତିର କାହିଁରେ କ'ଣ ବଢ଼ିଯାଏ। ଏବେ ଏବେ ଖବର ମିଳିଛି, ପୁଅ ତାଙ୍କର ଆମେରିକାରେ ଖୁବ୍ ବଡ଼ ଫ୍ଲାଟ୍ଟେ କିଣିଛି। ଖୁସିରେ ଭଜମୋହନ ବାବୁଙ୍କ ଗୁଡ଼ ଯେମିତି ତଳେ ଲାଗୁନଥାଏ। ପୃଥିବୀର ସବୁଠୁ ଦାମୀ ଦେଶରେ ଅନ୍ତତଃ ପୁଅ ନିଜ ନାଁରେ କିଛି ତ ଗୋଟେ ରେଜିଷ୍ଟ୍ରି କରିପାରିଛି। ଏହାଠୁ ବଡ଼ କଥା ଆଉ କ'ଣ ହୋଇପାରେ? ଏମିତି ଖୁବ୍ ଚଳଚଞ୍ଚଳ ଲାଗୁଥିବା ଭଜମୋହନ ବାବୁ କିନ୍ତୁ ହଠାତ୍ କୁଆଡ଼େ ଦିନେ ଅନ୍ତର୍ଧ୍ୟାନ ହୋଇଗଲେ। ନା ପାର୍କକୁ ଆସିଲେ ନା ମାଗୁଣୀ ଚାହା ଦୋକାନରେ ଆଉ ତାକୁ ଦେଖିବାକୁ ମିଳିଲା। ଏହା ଦେଖି ତାଙ୍କର ଦୁଇ ବନ୍ଧୁ ବହୁତ ବ୍ୟତିବ୍ୟସ୍ତ ହେଲେ। ଆଶଙ୍କା ହେଲା ଦେହ ପା କ'ଣ କିଛି ଖରାପ ହେଲା କି? ପାଖରେ ତ କେହି ନାହାନ୍ତି।
କ'ଣ ବା ସେ କରୁଥିବେ? ତାଙ୍କର ଅନୁପସ୍ଥିତିକୁ ବେଶୀ ଅନୁଭବ କରିଥାନ୍ତି ତାଙ୍କର ଏଇ ପ୍ରିୟ ଦୁଇ ବନ୍ଧୁ ଓ ମାଗୁଣୀ। ମନକୁ ତାଙ୍କର ପାପ ଛୁଇଁଲା। ତାଙ୍କ ଫୋନ୍ ବି ତ ଲାଗୁନଥିଲା। ହଠାତ୍ ଜୈନିକ ପାଖ ପଡ଼ୋଶୀ ଖବର ଦେଲେ ଭଜବାବୁଙ୍କ ଘରେ 3 ଦିନ ହେବ ତାଲା ଝୁଲୁଛି। ଏମାନେ ଭାବିଲେ ବୁଢ଼ା ହୁଏତ କାହାକୁ କିଛି ନ ଜଣାଇ ୟା ଭିତରେ ଆମେରିକା ପଳେଇଛନ୍ତି ବୋଧେ। ସେଇଠି ନାତୁ ନାତୁଣୀଙ୍କ ସହ ଖେଳାଖେଳିରେ ମାତି ରହି ଆଉ ଫେରିବେ କି ନାହିଁ ସନ୍ଦେହ। କିନ୍ତୁ ସେଦିନ ସକାଳଟା କାହିଁକି ଭାରି ଫିକା ଫିକା ଲାଗୁଥାଏ। ମାଗୁଣୀ ଚାହା ଦୋକାନ ବି ଅପେକ୍ଷାକୃତ ଭିଡ଼ ଥାଏ। ଦୁଇ ବନ୍ଧୁ କାହାକୁ କିଛି ନ କହି ବେଞ୍ଚରେ ବସି ଖବରକାଗଜରେ ଆଖି ବୁଲେଇ ଆଣୁଥାନ୍ତି। ହଠାତ୍ ଗୋଟିଏ ଖବର ନୀରବତା ଖେଳାଇଥିଲା। ଚାହା ଗ୍ଲାସ ଧରି ନିରୀକ୍ଷେଇ ଦେଖୁଥାନ୍ତି ଖବରକାଗଜରେ ବାହାରିଥିବା ଫଟୋ ସହ ଖବରଟିକୁ। ଖବରଟି ଥିଲା ବିଧାୟକଙ୍କ ଦ୍ୱାରା ଜରାନିବାସର ନୂତନ ଗୃହ ଉଦ୍ଘାଟିତ। ଆଉ ଆଖି ପୂରେଇ ଦେଖିଲା ପରେ ଜଣାଗଲା ଯେ ସେ ଜରାନିବାସରେ ବୃଦ୍ଧା ବୃଦ୍ଧଙ୍କ ଗହଣରେ ବସିଥାନ୍ତି ଆମର ପ୍ରିୟ ଭଜମୋହନ ବାବୁ। ଫଟୋଟିକୁ ପୁଣି ଥରେ ଭଲକିରି ଦେଖୁଥାନ୍ତି ଦୁଇ ବନ୍ଧୁ। ଆଖିକୁ ଯେମିତି ଆଦୌ ବିଶ୍ୱାସ କରିପାରୁ ନଥାଏ ଚାହା ଦୋକାନୀ ମାଗୁଣୀ।